हरे कृष्णा। दंडवत प्रणाम। हरे कृष्ण प्रभु जी दंडवत दंडवत प्रणाम। प्रणाम। हम स्टार्ट करिवा। ओम अज्ञानतिमिरान्धस्य ज्ञानाञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते गौरगोविन्दस्वामिन्निति नामिने। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदांत स्वामिन्निति नामिने। नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे। मूकं करोति वाचालं पंगुं लंघयते गिरिं यत्कृपातमहं वन्दे श्रीगुरुं दीनतारिणे परमानन्दमाधवम्। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौर भक्त वृंद। हरे कृष्णा कृष्ण कृष्ण हरे कृष्ण हरे कृष्ण। हरे राम 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 हरे हरे। हरे कृष्ण। हरे कृष्ण। आमे हमर एबे श्रीमद् भागवतम पढुचे। श्रीमद् भागवतम रो फर्स्ट ये रे हम पढ़िथिले श्रीमद् भागवतम रो ग्लोरीज। जेतेबेले भी आमे श्रीमद् भागवतम पढ़िबा आगे श्रीमद् भागवतम को ग्लोरीफाई करबा तार महात्म्य ये करबा। काहे कि सेटा करबा? काहे कि ना श्रीमद् भागवतम हेले नॉन डिफरेंट फ्रॉम कृष्ण। कृष्ण ठू भिन्न नुहंती से। गौर गोविंद स्वामी महाराज सबुबेले जेतेले भागवतम क्लास देवे से प्रतिदिन भागवतम क्लास दउथिले। केबे भागवतम क्लास को बंद कर नाहंती से। आ भागवतम क्लास रो प्रथमे से प्रार्थना करिवे। तो फर्स्ट से जो प्रार्थना गुड़ा करुथिले आमे से गुड़ाक प्रतिदिन गोटे से गुड़ाए श्लोक पढ़ुଥିଲେ आमे गोटे गोटे श्लोक ये रो करबा। तो फर्स्ट आमे श्रीमद् भागवतम को प्रार्थना करबा काहे कि ना श्रीमद् भागवतम इज नॉन डिफरेंट फ्रॉम कृष्णा से स्वयं भगवान कृष्ण। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयम् उदीरयेत्। मो स्क्रीन टा शेयर कर दूची। श्रीमद् भागवतम जेतेबेले भी आमे पाठ करबा फर्स्ट आमे भगवान नारायण तापरे नर नारायण ऋषि आउ सरस्वती देवी आउ व्यास देव जे रचयिता श्रीमद् भागवतम रो तांको प्रार्थना करके आमे आरंभ करछे। लास्ट क्लास रे आमे देखिथिले जे श्रीमद् भागवतम हला निगम कल्पतरोर गलितम फलम सुख मुखाद अमृत द्रव्य संयुतम पिबत भागवतम रसमालयम अहोर मुहि रसिका भुवि भावुकः। श्रीमद् भागवतम जी से हेले जो वेद रूपक कल्प वृक्षर से हेले फल बहुत रसील फल। ଆଉ ସେଇ ଫଳକୁ ପୁଣି କିଏ ଖାଇଛନ୍ତି ନା ସୁକଦେବ ଗୋସ୍ୱାମୀ। ସୁକଦେବ ଗୋସ୍ୱାମୀଙ୍କର ମୁଖରୁ ସେଟା ଉଦ୍ଧୃତ ହଉଛି। ତ ସେ ଆହୁରି ତାର ମିଠାସ ଟା ବଢି ଯାଇଛି। ତ ଯୋଉ ଅମୃତ ଯୋଉ ସ୍ପିରିଚୁଆଲ ଲାଇଫ ରେ ଯୋଉ ଅମୃତ ଅଛି ସେଟା ଆକ୍ଚୁଆଲି ଶ୍ରୀମଦ୍ ଭାଗବତମ। ଆମେ ପଢୁ ଶାସ୍ତ୍ରରେ ଯେ ଅମୃତ ଯେତେବେଳେ ସମୁଦ୍ର ମନ୍ଥନ ହେଇଥିଲା ଦେବତା ରାକ୍ଷସ ମାନେ ଲଢେଇ କରିଥିଲେ ଅମୃତ ପାନ କରିବା ପାଇଁ। ମୋହିନୀ ମୂର୍ତ୍ତି ଆସିକି ଦେବତା ମାନଙ୍କୁ ଅମୃତ ଦେଇଥିଲେ ରାକ୍ଷସ ମାନଙ୍କୁ ବିଷ ପାନ କରିଥିଲେ। ତ ସେ ଅମୃତ ଟା ମେଟେରିଆଲ ଅମୃତ ଯାହା ଦ୍ୱାରା ସେମାନେ ଲଙ୍ଗ ଲାଇଫ ବହୁତ ଲଙ୍ଗ ଲାଇଫ ହେଇଯାଏ ତାଙ୍କର ବହୁତ ମାନେ କଳ୍ପ କଳ୍ପ ପର୍ଯ୍ୟନ୍ତ ସେମାନେ ବଞ୍ଚନ୍ତି। କିନ୍ତୁ ଏଇ ଅମୃତଟା ଦିନେ ନା ଦିନେ ତାଙ୍କୁ ମରଣ ହବ। ଦେବତା ମାନଙ୍କୁ ଯୋଉ ଅମର କୁହାଯାଏ ସେମାନେ ବାସ୍ତବରେ ଅମର ଅର୍ଥ ବହୁତ ତାଙ୍କର ଯୋଉ ଜୀବନ କାଳଟା ଏତେ ବେଶୀ ଯେ ଆମେ କଳ୍ପନା କରିପାରିବୁନି ଆମେ ଗଣି ପାରିବୁନି। ହଜାର ହଜାର ବର୍ଷ ଲକ୍ଷ ଲକ୍ଷ ବର୍ଷ ପର୍ଯ୍ୟନ୍ତ ସେମାନେ ବଞ୍ଚିଥାନ୍ତି। ଯେମିତି ବ୍ରହ୍ମାଙ୍କର ଗୋଟେ ଦିନ ଆମେ କାଉଣ୍ଟ କରିପାରିବାନି ଏତେ ବର୍ଷ। ଏ 100ଟା ଚତୁର୍ଯୁଗ ଯାଏ ଗୋଟେ ଦିନରେ ପୁଣି ଗୋଟେ ରାତି ସେତେ ବଡ 100ଟା ଚତୁର୍ଯୁଗ। ତ ଗୋଟେ ଯୁଗ ହେଲା 4 ଲକ୍ଷ 4,60,000 ଇୟର୍ସ। ଆମ
କେବଳ କଳି ଯୁଗଟା, ଯୋଉଟା ସବୁଠୁ କମ। ଦ୍ୱାପର, ତ୍ରେତା, ସତ୍ୟ ଯୁଗ ସବୁଠୁ ଅଧିକା, ୟାଠୁ 4 ଗୁଣ ବଡ। ତ ଏତେ ଯଦି ସମୟ କେବଳ ଗୋଟେ ଚତୁର୍ଯୁଗରେ ହେଲା, ଏମିତି 100ଟା ଚତୁର୍ଯୁଗ ବ୍ରହ୍ମାଙ୍କର ଆମେ କ୍ୟାଲକୁଲେଟ କରିପାରିବେ? କରିପାରିବାନି। ତ ଏଇ ଯୋଉ ଦେବତା ମାନେ, ୟାଙ୍କର ସମୟ ସୀମା ଏଇ ଗୋଟେ ଚତୁର୍ଯୁଗ ପର୍ଯ୍ୟନ୍ତ କି 2ଟା ଚତୁର୍ଯୁଗ ପର୍ଯ୍ୟନ୍ତ। ଗୋଟେ ମନୁଙ୍କର ସମୟ ହେଲା 78ଟା ଚତୁର୍ଯୁଗ ଗୋଟେ ମନୁଙ୍କର। ତ ସେଇ ଗୋଟେ ମନୁଙ୍କର ସମୟରେ କେତେ ଦେବତା ମାନେ ଆସିକି ଯାଆନ୍ତି, ସେମାନଙ୍କର ମୃତ୍ୟୁ ହୁଏ, ଶରୀର ଚେଞ୍ଜ ହୁଏ, ବହୁତ କିଛି ହୁଏ। ତାହେଲେ ସେ ଯୋଉ ତାଙ୍କର ସମୟଟା କେତେ କେତେ ଚତୁର୍ଯୁଗ ପର୍ଯ୍ୟନ୍ତ ଅଛି, ସେଟା ଆମେ କଳ୍ପନା ମଧ୍ୟ କରିପାରିବାନି। ତେଣୁକରି ତାଙ୍କୁ ଅମର କୁହାଯାଏ। ସେଇଟା ହେଲା ଅମରତ୍ୱ, ସେଇ ନେକ୍ଟାର ପିଇକି। କିନ୍ତୁ ତାପରେ ମଧ୍ୟ ସେମାନେ ତାଙ୍କର ନାଶ ହୁଏ। କିନ୍ତୁ ଏଇ ଯୋଉ ଶ୍ରୀମଦ୍ ଭାଗବତମ ଅମୃତଟା, ଏଇଟା ପାନ କଲେ ଆଉ ମୃତ୍ୟୁ ନାହିଁ, ଆମେ ଭଗବାନଙ୍କ ପାଖକୁ ଯାଇପାରିବା। ଆଉ ଏଇ ଯୋଉ ଅମୃତ, ଯେତେ ଏଇ ଯୋଉ ଭୌତିକ ଜଗତର ଅମୃତ, ତାକୁ କମ୍ପେୟାରରେ ମଧ୍ୟ ଯିବନି। କାହିଁକି ନା ଇଏ ଯୋଉ ଯଦି କ୍ଷୀର ହେଲେ, ଦୁଗ୍ଧ ହେଲେ, ତାହେଲେ ଭୌତିକ ଜଗତର ଅମୃତଟା ମାନେ ନର୍ଦ୍ଦମାର ପାଣି ସଦୃଶ ହବ। ଇଏ ଏତେ ମିଠାସ୍ ୟାର, ଏତେ ରସ ତାର। ଯିଏ ଥରେ ପାନ କରିଛି, ସେ ଆଉ ଏଇ ଭୌତିକ ଜଗତର ସୁଖକୁ କଣ ଦେଖିବ, ଏଠିର ଅମୃତକୁ ମଧ୍ୟ ସେ ନର୍ଦ୍ଦମାର ପାଣି ସ୍ୱରୂପ ଦେଖିବ। ତ ଆମେ ସେହି ମହାନ ଶାସ୍ତ୍ର ଶ୍ରୀମଦ୍ ଭାଗବତମକୁ ପଢିବାକୁ ଯାଉଛେ। ତ ଏଇଟା ଆମେ ଲାଷ୍ଟ କ୍ଲାସରେ ଶୁଣୁଥିଲେ ଯେ ଶ୍ରୀମଦ୍ ଭାଗବତମ ଶୁଣିବା ଆଉ ତାକୁ ପଢିବା ଆଉ ତାକୁ ଅ ଆସ୍ୱାଦନ କରିବାର, ବୁଝିବାର ଏକମାତ୍ର ଉପାୟ ହେଲା ଭକ୍ତି। ଯାହାର ହୃଦୟରେ ଭକ୍ତି ଅଛି, ସେ ତାକୁ ବୁଝିପାରିବ। ଯାହାର ହୃଦୟରେ ଭକ୍ତି ନାହିଁ, ଯେତେ ଜ୍ଞାନୀ ହେଇଥାଉ, ଯେତେ ବଡ ଯୋଗୀ ହେଇଥାଉ, ଯେତେ ବଡ କର୍ମୀ ହେଇଥାଉ, ସେ ବୁଝି ପାରିବନି, ଶ୍ରୀମଦ୍ ଭାଗବତମ ଆସ୍ୱାଦନ କରିପାରିବନି। କେବଳ ଭକ୍ତି ଦରକାର। ଆଉ ସେଥିପାଇଁ ଆମେ ସମସ୍ତେ ସବୁବେଳେ ପ୍ରାର୍ଥନା କରିବା ସେଇ ଭକ୍ତିଟା ପାଇବା ପାଇଁ, ଯେ ଭଗବାନ ଯଦି ଭଗବାନଙ୍କର ଭକ୍ତିଟା ଆମେ ପ୍ରାପ୍ତ ହେଲେ ଆମେ ଶ୍ରୀମଦ୍ ଭାଗବତମକୁ ଆସ୍ୱାଦନ କରିବା। ଆଉ ଶ୍ରୀମଦ୍ ଭାଗବତମ ଯେମିତି ନାମ, ସାଧ୍ୟ ଆଉ ସାଧନ ଦିଟା ଯାକ, ସେମିତି ଶ୍ରୀମଦ୍ ଭାଗବତମ ମଧ୍ୟ ସାଧ୍ୟ ଆଉ ସାଧନ। ଆମେ ଯଦି ହମ୍ବଲ ମୁଡରେ, ଯୋଉଟା ଆମେ ଲାଷ୍ଟ ଟାଇମ ପଢୁଥିଲେ, ହମ୍ବଲ ମୁଡରେ ଯଦି ଆମେ ଶ୍ରୀମଦ୍ ଭାଗବତମ ପଢିବା, ତାହେଲେ ଆମେ ଅ କଣ ଇଏ କରିପାରିବା ନା, ଆମେ ତାକୁ ଆ ସେ ଆମକୁ ରିଭିଲ ହେବେ ଶ୍ରୀମଦ୍ ଭାଗବତମ, ହେଲା। ଦିବ୍ୟ ଜ୍ଞାନ ହୃଦୟ ପ୍ରକାଶିତ, ସେ ଆମକୁ ରିଭିଲ ହେବେ, ଆମେ ବୁଝିପାରିବା ତାକୁ। ଯଦି ଆମେ ପ୍ରାଉଡ ମୁଡ୍ ରହିବା, ଯେ ଆମେ କଣ ବୁଝିବା, ଏ କଣ ଲେଖିଛନ୍ତି, ଏ ଭୁଲ ଭାଲ କରିଛନ୍ତି, ଏ ସବୁ, ଏଇ ପ୍ରାଉଡ ମୁଡରେ ଆମେ କେବେ ତାକୁ ଜାଣିପାରିବାନି। ତ ଶ୍ରୀମଦ୍ ଭାଗବତମ ଆମେ ଲାଷ୍ଟ ଟାଇମ ଏଇ ଫାର୍ଷ୍ଟ 3ଟା ଶ୍ଲୋକ ପଢିଥିଲେ। ତାପରେ ଆମେ ଯୋଉଟା କହିଥିଲେ ଯେ ଆମେ ୟାକୁ କାହାଣୀ ଆକାରରେ କହିଦେଇ ଯିବା। ଆଉ ଯୋଉ ମେନ୍ ଟପିକଟା ଆମେ ସବୁ କିଛି ମେନ୍ ଟପିକ, ୟାର ପ୍ରତ୍ୟେକ ଶ୍ଲୋକ ନାନା ନାନା ଶ୍ଲୋକେ ପ୍ରତି ଅକ୍ଷରେ ପ୍ରତି ଶ୍ଲୋକେ ନାନା ଅର୍ଥ କହେ ଶ୍ରୀମଦ୍ ଭାଗବତମ। ପ୍ରତି ଶ୍ଲୋକ, ପ୍ରତି ଅକ୍ଷରରେ ତାର ବହୁତ ଅର୍ଥ ଅଛି, ଆଉ ସବୁ ଭକ୍ତିର ସାଗର। ତ ଏଇଟାକୁ ଆମେ କୋଉ ଶ୍ଲୋକକୁ ମଧ୍ୟ ସ୍କିପ୍ କରିପାରିବାନି, ଏଇଟା ଏତେ ଅଦ୍ଭୁତ। କିନ୍ତୁ ଆମର ସେ କ୍ୱାଲିଫିକେସନ ନାହିଁ, ଆମେ ତାକୁ ସେ ହିସାବରେ ଆସ୍ୱାଦନ କରିପାରିବାନି। ସେଥିପାଇଁ ଆମେ ୟାକୁ ସ୍କିପ୍ କରିକି ଯିବା। ମେନ୍ ମେନ୍ ଏଇଟା ଆମେ ନେକ୍ସଟ ଆମର ପଢିବା, ସେଟା 3, 4, 5 ନମ୍ବର ଚାପ୍ଟରରେ ଆସିବ। ରାଣୀ କୁନ୍ତୀଙ୍କ ଶିକ୍ଷା, ବହୁତ ସୁନ୍ଦର ଶିକ୍ଷା, ସେଗୁଡା ପଢିବା। ବଟ୍ ତା ପୂର୍ବରୁ ଆମେ ଏଇଟା ମୁଁ କହିଦେଇ ଯିବି ଯେ ଏଇ ଷ୍ଟୋରିଟା, ମାନେ ଶ୍ରୀମଦ୍ ଭାଗବତମଟା କେମିତି କଣ ଇଏ। ତ ଫାର୍ଷ୍ଟ ଶ୍ରୀମଦ୍ ଭାଗବତମର ପ୍ରାର୍ଥନା ଆମେ ଲାଷ୍ଟ ଟାଇମ ଦେଖିଥିଲେ। ତ ଏଇ ଯୋଉ ଫାର୍ଷ୍ଟ ଚାପ୍ଟରଟା ବହୁତ ସୁନ୍ଦର ଚାପ୍ଟର, ମତେ ସ୍କିପ୍ କରିବା ପାଇଁ ବି ଭଲ ଲାଗୁନି। କିନ୍ତୁ ଆମେ ଅର୍ଥ ଗୁଡା ପଢିବାନି, ଶ୍ଲୋକ ବି ସବୁ ପଢିବାନି, ଅଳ୍ପ କିଛି ଶ୍ଲୋକ ମୁଁ ପଢିକି ତାକୁ ଜଷ୍ଟ କହିଦେବି, ସୋ ଦ୍ୟାଟ ଆମେ ବହୁତ ସୁନ୍ଦର ଫାର୍ଷ୍ଟ ଚାପ୍ଟରଟା ମେନଲି ଶ୍ରୀମଦ୍ ଭାଗବତମର ପ୍ରେୟର୍ସ। ଆଉ ଏଥିରେ ବହୁତ ଭକ୍ତିର ସିଦ୍ଧାନ୍ତ ଗୁଡାକ ଖୋଳି ଦିଆହେଇଛି କି ଆମେ ଯଦି ଶ୍ରୀମଦ୍ ଭାଗବତମକୁ ପଢୁଛେ, ଆମେ ଯଦି ଷ୍ଟାର୍ଟ କରୁଛେ, ତାହେଲେ ଆମର ମୁଡ ଟା କଣ ହେବାର ଅଛି, ସେଇଟା ଏଥିରେ ଖୋଳି ଦିଆହେଇଛି।
तो तार जो प्रिफेसटा चैप्टर 1 आम पाइबा, तेणु आम मु किछि किछिटा कहि कहि जीवी। चैप्टर 2 चैप्टर 3 गुड़ाक मेजर पॉइंट गुड़ा कहीदवा। आउ तापरे आम रानी कुंती शिक्षा पढ़ा। तो सीरियली आमको बेसी समय लागोनी, गोटे दिटा क्लास रे सबू सरी जीव। एट द सेम टाइम आम जिते रानी कुंती शिक्षा पढ़ा कि आउ जी जहाँ पढ़ा आम जो सीरियली जाऊा आम रिलीज कर पार्थ्यो भल भाव। तो टेक्स्ट 4 आम किछटा पढ़ा। नैमिषे निमिष क्षेत्रे ऋषयः शौनकादयः सत्रं सर्गाय लोकाय सहस्र समसासतः सममासत। एगुड़ाक आम टिके शुणिदेवा है। अच्छा, एटा मु ओडिया रू पढ़ी, ओडिया श्रीमद् भागवतम आनी ओडिया रू पढ़ी सो दैट जहाँ पाखरे थिबो श्रीमद् भागवतम से माने निश्चय पढ़िबे है। आम ये क्लास सहित पढ़ी चलले बहुत रिलीज करें। थरे नैमिषारण्य नामक एक पवित्र स्थल रे भगवान एवं तांकर भक्त मानकर संतोष विधान निमित्त शौनकଙ୍କ नेतृत्व बड़ बड़ ऋषिगण 1000 वर्ष व्यापी एक महान यज्ञर आयोजन कले। तो श्रीमद् भागवतम पृष्ठभूमिटा दिया होची। आम समस्ते जानिबा केमती श्रीमद् भागवतम येटा अछि। फर्स्ट श्रीमद् भागवतम केमती आरंभ होइतला आम समस्ते जानिचे जे श्रीमद् भागवतम किए काहाकू कहिछि समस्ते जानिचंती। श्रीमद् भागवतम टा किए कहिचंती, किए कहि परिबे? जानि नाहंती? सुखदेव मुनि हाँ, सुखदेव गोस्वामी। सुखदेव गोस्वामी कहिचंती। काहाकू कहिचंती? राजा परीक्षित को। परीक्षित 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 महाराज। परीक्षित महाराज किए? से हेले पांडव मानकर नाती, युधिष्ठिर अर्जुनଙ୍କର नाती बा अभिमन्युଙ୍କର पुत्र परीक्षित महाराज ହେଲା। अर्जुनଙ୍କ पुत्र अभिमन्यु, अभिमन्युଙ୍କ पुत्र हेले परीक्षित महाराज। आ परीक्षित महाराज से बहुत बड़ भक्त। से ये कथा भी एठी आसीबो श्रीमद् भागवतम रे, एई सेकंड चैप्टर रे आसीबो, सेकंड थर्ड चैप्टर रे आमे से गुडाक भी गप माध्यम रे सुनी देबा केमती से केडे बड़ भक्त। तो सेई भक्तଙ୍କ ପାଇଁ ଆଜି ଆମେ ଶ୍ରୀମଦ୍ ଭାଗବତମ ପାଉଛେ। तो सुखदेव गोस्वामी कहउचंती श्रीमद् भागवतम काहाकू? परीक्षित महाराज को। तो दी जण हेले उत्तम अधिकारी, दी जण हेले परमहंस भक्त। तो ताहले एठिरे कौन होइछि ना, जेतेले श्रीमद् भागवतम ର आरंभ केमती ହେଇଛି ना, एई कली जुग आरंभ होउछि, द्वापर जुग सरला, भगवान श्रीकृष्ण ए जगत रो जगत को त्याग करके गोलोक वृंदावन फेरी जाइचंती। तो जेतेले भगवान फेरी गले, ए धर्म गुड़ाक कोठी आश्रय हुए? भगवान कर पाखरे आश्रित हुए। जे भगवान ए जगत रे नाहांती ताहले धर्मटा कोठी आश्रय हेबो? धर्मटा तार आश्रय नाही, भगवान कर पाखरे आश्रय। तेणु भगवान सब बेले एठी रहिबे। किंतु द्वापर जुग शेष रे भगवान श्रीकृष्ण निज लीला सांग करके निज धाम गोलोक वृंदावन को फेरी गले। ताहले ए जगत रे कलिजुग आसीबो, तो धर्मटा रहिबो कोठी? कलिजुग रे भी धर्म अछि ना, 3 पादरु 4 पादरु गोटे पाद धर्म अछि कलिजुग रे सत्य, बाकी 3 पाद धर्म नाही। और सेतिपाई ए सृष्टिटा अछि। धर्म जदि पूरा विनाश हो जिवो ताले सृष्टि भी रहइबोनी। सृष्टि रहबार किछि माने कार्य नाही। काहे कि सृष्टि रहइबो जदि धर्म नाही बोले? धर्म अछि बोले सृष्टि अछि। हाँ, एतिकि जे अधर्म बहुत, धर्म कमी जाइछि। बट से गोटे भी धर्म जदि लोक रहइबो ताहले मध्य सृष्टिटा रहइबो केवल तारि पई। जेमति हमर लॉ रे हम जो कानून अछि, इंडियन कानून पेनाल कोड, एगुड़ारे सब कौन तांकर मूल मंत्र हला जे 100टा दोषी खलास हो जातु चलो, किंतु गोटे निर्दोषी को फांसी न हो बा दंड न मिलू। निर्दोषी को दंड न मिलवार अच्छी। से 100टा दोषी जदि
ଦଣ୍ଡ ପାଉନାହାନ୍ତି ତାହେଲେ ବି ଚଳିବ। ସିମିଲାରଲି ସେ କୋଟି କୋଟି ଲୋକ ପାପ କରୁଥାନ୍ତୁ ପଛେ ସୃଷ୍ଟି ଚାଲିବ ଯଦି ଜଣେ ଧର୍ମର ଲୋକ ଅଛି। ଆଉ ଯଦି ସେ ଜଣେ ବି ଧର୍ମର ଲୋକ ନାହିଁ ତାହେଲେ ସୃଷ୍ଟିଟା ଆଉ ଚାଲିବନି। ତ ଏଥିରେ ଗୋଟେ ବହୁତ ସୁନ୍ଦର ଗପ ଆସେ। ଆମେ ଯଦି ସେ ଗପ କହିବା ଆମେ ଟିକେ ଟପିକ ରୁ ଇଏ ହେଇଯିବା। ସେ ଗପଟା କହିବା ପରେ କହିବା ହେଲା। କେମିତି ଜଣେ ଧର୍ମବାନ ପାଇଁ ସମଗ୍ର ସୃଷ୍ଟିଟା ରହିଛି। ତ ଏଠିରେ ନୈମିଷାରଣ୍ୟରେ ଆ ଏଇଟା ଆମେ କହିଲେ ଆ ବହୁତ ଲଙ୍ଗ ହେଇଯାଏ ସବୁ। ଏଇ ଗପ ଏଇଗୁଡା ସବୁ କହିଗଲେ ବହୁତ ଲଙ୍ଗ ହେଇଯାଏ। ତ ଆମେ ଶ୍ରୀମଦ୍ ଭାଗବତମ ଆମର ମେନ୍ ମେନ୍ ଟପିକ କୁ ଧରିବା ବୋଲଛେ। ତ ଏନି ହାଉ ଯେତେ ଦୂର ଯାଉଛି ଚାଲିବା। ତ ସେଇ ଯୋଉ କଳିଯୁଗ ଆରମ୍ଭ ହେବ, ଧର୍ମଟା ବର୍ତ୍ତମାନ ଆଶ୍ରୟ କୋଉଠି ନେବ? ଭଗବାନ କୃଷ୍ଣ ଚାଲି ଯାଇଛନ୍ତି। ତ ଧର୍ମଟା ଆଶ୍ରୟ ନେଇଛନ୍ତି ଶ୍ରୀମଦ୍ ଭାଗବତମ। ଭଗବାନଙ୍କର ନାମ, ନାମ ରୂପେ କୃଷ୍ଣ ଅବତାର। କଳି ଯୁଗେ ନାମ ରୂପେ କୃଷ୍ଣ ଅବତାର। ସେଥିରେ ଧର୍ମଟା ଆଶ୍ରୟ ନେଲେ। ନହେଲେ ଧର୍ମ ନ ରହିଲେ ତ ଚଳିବନି ସୃଷ୍ଟିଟା। ଧର୍ମଟା ଆଶ୍ରୟ ନେଲେ। ତ ସେଥିପାଇଁ ଶ୍ରୀମଦ୍ ଭାଗବତମ ଟା କଳିଯୁଗ ଆରମ୍ଭରେ ଆସିଲା। କାହିଁକି ନା ଶ୍ରୀମଦ୍ ଭାଗବତମ ଦ୍ଵାରା ହିଁ ସୃଷ୍ଟିଟା ରହିବ। ନହେଲେ ସୃଷ୍ଟିଟା ରହିପାରିବନି। ଧର୍ମଟା ଆଶ୍ରିତ ହେଇଛନ୍ତି ନା ସେଇଠିରେ। ଏଇଠି ହିଁ ଧର୍ମ ଅଛି, ଆଉ କୋଉଠି ଧର୍ମ ନାହିଁ। ବାକି ଯୋଉ ସୋକଲ୍ଡ ହଜାରେ ଧର୍ମ ଅଛି ସେଗୁଡାକ ବାସ୍ତବରେ କୈଟବ ଧର୍ମ ଗୁଡାକ। ବାସ୍ତବିକ ଆତ୍ମାର ଧର୍ମ ଯୋଉଟା, ପ୍ରକୃତ ଧର୍ମ ଯୋଉଟା, ସେଟା ଶ୍ରୀମଦ୍ ଭାଗବତମ ଭକ୍ତି ଧର୍ମଟା। ତ ତ ଯେତେବେଳେ ଏଇଟା ପାଣ୍ଡବ ମାନେ ଚାଲିଗଲେ, କଳିଯୁଗ ଆରମ୍ଭ ହେଇଯାଉଛି। ତ ଯେତେ ଋଷିମୁନି ମାନେ ଥିଲେ ସେମାନେ ସବୁ ଚିନ୍ତାରେ ଆସିଗଲେ ଯେ ଆରେ ବର୍ତ୍ତମାନ କଳିଯୁଗ ଆରମ୍ଭ ହଉଛି। ଏଇଟା ତ ବହୁତ ହି କଳିଯୁଗକୁ ସମସ୍ତଙ୍କର ଭୟ। ଯୋଉମାନେ ଇଏ ଲୋକମାନେ, ଯୋଉମାନେ ଆ ସାତ୍ଵିକ ଲୋକମାନେ, ତାଙ୍କର ଭୟ କଳିଯୁଗକୁ। ବଡ ବଡ ଋଷିମୁନି ମାନେ ସବୁ ଭୟ। କଳିଯୁଗରେ ପାପ ନା, ପାପ ମାନେ ସବୁଆଡେ ଦୁଃଖ, ଖାଲି ହାହାକାର। ସବୁଆଡେ ଆମେ ଦେଖୁଛେ ନା କଳିଯୁଗରେ ସବୁଆଡେ ହାହାକାର। କୋଉଠି ଗୋଟେ ମାନେ ଶାନ୍ତି ଇଏ ନାହିଁ। ସବୁଆଡେ ହାହାକାର। କୋଉଠି ବର୍ଷାରେ ଲୋକ ମରୁଛନ୍ତି, କୋଉଠି ପାଣି ନ ହେବାରୁ ଲୋକ ମରୁଛନ୍ତି। କିନ୍ତୁ ଲୋକ ମରୁଛନ୍ତି, କଷ୍ଟ ସବୁଆଡେ। ତ ଏଇ ଋଷିମୁନି ମାନେ ସବୁ, ଯୋଉମାନେ ଇଣ୍ଟେଲିଜେଣ୍ଟ କ୍ଲାସ, ବ୍ରାହ୍ମଣ ମାନେ, ଦ୍ୱିଜ ମାନେ, ସେମାନେ ସବୁ ସବୁ ଏକାଠି ଆସିଲେ। କହିଲେ ଆରେ କଳିଯୁଗ ଆରମ୍ଭ ହେବାକୁ ଯାଉଛି, କଣ କରିବା? ନା ଆମେ ଗୋଟେ ବହୁତ ବଡ ଯଜ୍ଞ କରିବା। ଯେମିତି ଲୋକମାନଙ୍କୁ କଳି ଯୁଗରେ କିଛିଟା ବେନିଫିଟ ପାଇପାରିବେ। ତ ସେମାନେ ଗୋଟେ 1000 ବର୍ଷ ଧରି ଗୋଟେ ଯଜ୍ଞ କଲେ। ସେ ସମୟରେ ବହୁତ ବର୍ଷ ତାଙ୍କର ଆୟୁ ଥିଲା। ଏବେ କଳି ଯୁଗରେ ନା କମି କମି ଯାଉଛି। 100 ବର୍ଷ ହେଇଛି, ସେଟା ବି ବହୁତ କମିଗଲାଣି। କିନ୍ତୁ ଅ ସେ ସମୟରେ ଦ୍ୱାପର ଯୁଗରେ ବହୁତ ଆୟୁ ଥିଲା ଲୋକଙ୍କର। ଋଷିମୁନି ମାନେ ହଜାର ହଜାର ଲକ୍ଷ ଲକ୍ଷ ବର୍ଷ ବଞ୍ଚୁଥିଲେ। ତ ସବୁ ଋଷିମୁନି ମାନେ ମିଶିକି କହିଲେ ଯେ ଆମେ ଗୋଟେ ଯଜ୍ଞ କରିବା। ଆଉ ସେ ଋଷିମୁନି ମାନଙ୍କର ହେଡ ଥିଲେ ସୌନକ ଋଷି। ସୌନକ ଋଷି ବହୁତ ବଡ ଭକ୍ତ। ସେ ସବୁ ଜାଣିଛନ୍ତି। ଋଷିମୁନି ମାନେ ସବୁ ଜାଣନ୍ତି ସେମାନେ। ହଁ, ତାଙ୍କର ପାଷ୍ଟ, ପ୍ରେଜେଣ୍ଟ, ଫ୍ୟୁଚର ସବୁ ଜାଣିପାରନ୍ତି ସେମାନେ। କିନ୍ତୁ ସେମାନେ ନିଜକୁ ଆଡଭର୍ଟାଇଜ କରନ୍ତିନି। ଆଜିକାଲି ଭଳିଆ ବାବା ଗୁଡାକ ଅଳ୍ପ ଟିକେ କଣ ଗୋଟେ ସିଦ୍ଧି ପାଇଲେ ଆଡଭର୍ଟାଇଜ କରିଦଉଛନ୍ତି, ଆମେ ଏଇଟା କରିଦଉଛୁ, ସେଇଟା କରିଦଉଛୁ। ଋଷିମୁନି ମାନେ ସବୁ ଜାଣୁଥିଲେ। ତ ସେମାନେ ଯେହେତୁ କଳିଯୁଗ ଆରମ୍ଭ ହବ, ସେମାନେ ଗୋଟେ ବହୁତ ବଡ ଯଜ୍ଞ କଲେ 1000 ବର୍ଷ ଧରିକି। ତ ସେଠି ସୌନକ ଋଷି ହେଲେ ତାଙ୍କର ହେଡ। ସେ ସୌନକ ଋଷି ସେଇ ଯଜ୍ଞ ଟା ବହୁତ ମାନେ ଆ ହଜାର ହଜାର ସବୁ ଋଷିମୁନି ମାନେ, ଲକ୍ଷ ଲକ୍ଷ ଋଷିମୁନି ମାନେ ମିଶିକି କରୁଛନ୍ତି। ସେ ଜାଗାଟା କୋଉଟା? ନୈମିଷାରଣ୍ୟ। ନୈମିଷାରଣ୍ୟ ଆମର ଏଠିରେ ୟୁପିରେ ଆସେ ନା ନୈମିଷାରଣ୍ୟ ଟା? ଆମର ୟୁପିରେ ବୋଧେ ସେଇଠି ଆସେ ନୈମିଷାରଣ୍ୟ। ତ ସେଠିରେ ସମସ୍ତେ ଏକଠା ହେଇକି ସେଠିରେ ଇଏ କରୁଛନ୍ତି, ଯଜ୍ଞ କରୁଛନ୍ତି। त एकदा तु मुनयः प्रातर्हूत हुताग्रयः संस् सत्कृतं सुतमासीनं पप्रच्छुरिदमादरात्। वन डे आफ्टर, ओडियाରେ ପଢିବା। ଦିନେ ସେ ଋଷିଗଣ ପ୍ରଭାତ କାଳୀନ ଯଜ୍ଞ କର୍ମ ଶେଷ କଲା ପରେ
महान ऋषि श्रील सुत गोस्वामी को सम्मान पूर्वक आसन प्रदान कले एवं निम्नोक्त विषय जानवा प्रश्न कले। तो जितेबाला से ऋषिमुनि माने सब से यज्ञ करुथांती तो प्रतिदिन यज्ञ हब सकाळु संध्या जाए। तापरे ऋषिमुनि माने तांकर प्रसाद ग्रहण करेंगे शोबे पुणी सकाळु हब। तो सकाळु से माने सबु गाधुआ पाधुआ सारला परे ସବୁ ଋଷି ମାନେ ଅଛନ୍ତି ନା ସବୁ ଋଷି ମୁନି ମାନେ ସେଠି ସୁତ ଗୋସ୍ୱାମୀ ବି ଥିଲେ। ଆଉ ସେ ସୁତ ଗୋସ୍ୱାମୀଙ୍କୁ ଗୋଟେ ଆସନ ଦେଇକି ବସେଇକି ତାଙ୍କୁ ପ୍ରାର୍ଥନା କଲେ। ଏଇ ଯୋଉ ପ୍ରାର୍ଥନା କରୁଛନ୍ତି ସୌନକ ଋଷି ଆଉ ଅନ୍ୟମାନେ ଏଠୁ ଶ୍ରୀମଦ୍ ଭାଗବତମ ଆରମ୍ଭ ହବ। ଏଟା ଭାଗବତମ ଟା ଆରମ୍ଭ ହଉଛି ହେଲା। ଆଉ ଏଠିରେ ଆକ୍ଚୁଆଲି ସୁତ ଗୋସ୍ୱାମୀ ଶ୍ରୀମଦ୍ ଭାଗବତମ କହୁଛନ୍ତି। କାହିଁକି କହୁଛନ୍ତି ନା ସୁତ ଗୋସ୍ୱାମୀ ସେ ଶୁଣିଛନ୍ତି ଯେତେବେଳେ ସୁକଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କୁ କହୁଛନ୍ତି ସେ ସଭାରେ ନାରଦ ବସିଛନ୍ତି, ବ୍ୟାସଦେବ ବସିଛନ୍ତି, ସମସ୍ତ ଋଷିମୁନି ମାନେ ବସିଛନ୍ତି ସେଠିରେ। ଆଉ ସେଠିରେ ସୁତ ଗୋସ୍ୱାମୀ ମଧ୍ୟ ବସିଛନ୍ତି। ଆଚ୍ଛା ସୁତ ଗୋସ୍ୱାମୀ କିଏ? ସୁତ ଗୋସ୍ୱାମୀ ହେଲେ ରୋମହର୍ଷଣ ଋଷିଙ୍କର ପୁତ୍ର। କିନ୍ତୁ ତାଙ୍କ ମା ଜଣେ ସୁତ ଥିଲେ, ମାନେ ବ୍ରାହ୍ମଣୀ ନଥିଲେ। ତେଣୁକରି ସେ ତାଙ୍କୁ ସୁତ କୁହାଗଲା, ମାନେ ବ୍ରାହ୍ମଣ ନୁହଁ ସୁତ। କିନ୍ତୁ ତାଙ୍କର ଜ୍ଞାନ ଏତିକି ଯେ ସେ ସବୁ ଋଷିମୁନି ମାନଙ୍କର ହେଡ ହେଲେ। ତାଙ୍କୁ ଯୋଉ ସୌନକ ଋଷି ତାଙ୍କୁ ପ୍ରାର୍ଥନା କରୁଛନ୍ତି। କଣ ପ୍ରାର୍ଥନା କରୁଛନ୍ତି ଯେ ଆପଣ ଆମ ପାଇଁ ଏ, ଆମ ଉପରେ କୃପା କରନ୍ତୁ। କାହିଁକି ନା ଆପଣ ଶୁଣିଛନ୍ତି ସେ ଯୋଉ କଥାଟା। କୋଉ କଥାଟା ନା ଯୋଉଟା ସୁକଦେବ ଗୋସ୍ୱାମୀ କହିଛନ୍ତି ପରୀକ୍ଷିତ ମହାରାଜ କୁ, ଆଉ ଯାହା ଦ୍ଵାରା ପରୀକ୍ଷିତ ମହାରାଜ ତାଙ୍କର ମୃତ୍ୟୁକୁ ଜୟ କରିଦେଇଛନ୍ତି 7 ଦିନ ଭିତରେ। ମାତ୍ର 7 ଦିନ ଭିତରେ ମୃତ୍ୟୁ ଜୟ କରିଦେଇଥିଲେ। ତ ଅ, ସେ ଯୋଉ ସୁକ ଗୋସ୍ୱାମୀ ସୁକ ଆଉ ପରୀକ୍ଷିତ ମହାରାଜଙ୍କର ଆପଣ ଶୁଣିଛନ୍ତି ମାନେ ଆପଣ କେତେ ହାଇ ଲେଭେଲର ବୈଷ୍ଣବ। ତ ଆପଣ ଆମକୁ ସେ କଥାଟା କୁହନ୍ତୁ। ସେଇଟା ପ୍ରାର୍ଥନା କରୁଛନ୍ତି ଅ ସୌନକ ଋଷି ମାନେ। ଋଷିଗଣ କହିଲେ, ସମ୍ମାନନୀୟ ଶ୍ରୀ ସୁତ ଗୋସ୍ୱାମୀ, ଆପଣ ସମସ୍ତ ଦୁର୍ଗୁଣରୁ ମୁକ୍ତ ଅଟନ୍ତି। ଆପଣ ସମସ୍ତ ଧର୍ମଗ୍ରନ୍ଥ ପୁରାଣ ଏବଂ ଇତିହାସରେ ଅତ୍ୟନ୍ତ ପାରଙ୍ଗମ ବିଦ୍ୱାନ ଅଟନ୍ତି। କାରଣ ଆପଣ ଉଚିତ ମାର୍ଗ ଦର୍ଶନ କରି ସେଗୁଡ଼ିକ ଭଲ ଭାବରେ ଅନୁଶୀଳନ କରିଛନ୍ତି ଏବଂ ଋଷିମାନଙ୍କ ସଭାରେ ଅନେକ ବାର ବ୍ୟାଖ୍ୟା ମଧ୍ୟ କରିଛନ୍ତି। ତ ସମସ୍ତେ ସୁକ ଗୋସ୍ୱାମୀ ସୁତ ଗୋସ୍ୱାମୀଙ୍କୁ ରିକ୍ୱେଷ୍ଟ କରୁଛନ୍ତି। କଣ ବୋଲି ରିକ୍ୱେଷ୍ଟ କରୁଛନ୍ତି ଯେ ଆପଣ ହେଲେ ଅ, ଯିଏ ସମସ୍ତଙ୍କଠୁ ଅଲରେଡି ଇଏ କରିଛନ୍ତି, କଣ ଶୁଣିଛନ୍ତି। ଆ, କାହିଁକି ଶୁଣିଛନ୍ତି ନା ସେ ଆ, ସେଇ ସଭାରେ ମଧ୍ୟ ଥିଲେ ଯୋଉଥିରେ ପରୀକ୍ଷିତ ମହାରାଜ ଆଉ ୟାଙ୍କର ଯୋଉ ଭାଗବତମ ପଢା ଯାଉଥିଲା। ଭାଗବତମ କହୁଥିଲେ ସୁକଦେବ ଗୋସ୍ୱାମୀ। ଆଉ ସେ ଏତେ ବଡ ଋଷି ଯେ ସେଟା ଶୁଣିଛନ୍ତି ଆଉ ଏତେ ହମ୍ବଲ ଯେ ସମସ୍ତ ଋଷି ମାନଙ୍କର କୃପା ପ୍ରାପ୍ତ ଥିଲେ ସେ। ତାଙ୍କ ଗୁରୁ ହେଲେ ସୁକଦେବ ଗୋସ୍ୱାମୀ। କାହିଁକି ନା ସେ ସୁକଦେବ ଗୋସ୍ୱାମୀଙ୍କୁ ଗୁରୁ ରୂପେ ଗ୍ରହଣ କରିଥିଲେ, ତାଙ୍କଠୁ ଶୁଣିଥିଲେ। ଶ୍ରୀମଦ୍ ଭାଗବତମ ତାଙ୍କଠୁ ଶୁଣିଛନ୍ତି। जानि वेद विदाम श्रेष्ठो भगवान बादरायणः अन्ये त मुनयः सूत परावर विदो विदुः। ମତେ ଚଷମା ନହେଲେ ଟିକେ ଦେଖିବାର ମୁସ୍କିଲ ହଉଛି। ହେ ସୁତ ଗୋସ୍ୱାମୀ, ଆପଣ ବୟୋବୃଦ୍ଧ ଏବଂ ଜ୍ଞାନ ବୃଦ୍ଧ ହେଲେ ସୁଦ୍ଧା ଆପଣ ସ୍ୱୟଂ ଭଗବାନଙ୍କ ଅବତାର ବ୍ୟାସଦେବଙ୍କ ର ଜ୍ଞାନରେ ପାରଙ୍ଗମ ଅଟନ୍ତି। ପୁନଶ୍ଚ ଆପଣ ମଧ୍ୟ ସମସ୍ତ ପ୍ରକାର ଭୌତିକ ଓ ଆଧ୍ୟାତ୍ମିକ ଜ୍ଞାନ ବିଶାରଦ ଋଷିମାନଙ୍କୁ ଜାଣନ୍ତି। ସେ ସୁକଦେବ ସୁତ ଗୋସ୍ୱାମୀଙ୍କୁ ସେ ପ୍ରାର୍ଥନା କରୁଛନ୍ତି। ଆଉ କଣ କହୁଛନ୍ତି ନା ଆପଣ ଅତ୍ୟନ୍ତ ଶ୍ରଦ୍ଧାଯୁକ୍ତ ଏବଂ ବିନମ୍ର ଅଟନ୍ତି। ତେଣୁ ଆପଣଙ୍କର ଗୁରୁଗଣ ଆପଣଙ୍କ ଉପରେ ଅମାପ କୃପା ବୃଷ୍ଟି କରିଛନ୍ତି। ହଁ ଏଇଟା ଗୋଟେ ବଡ ସିଦ୍ଧାନ୍ତ ସବୁ ଯେ ଜଣେ ଯେପର୍ଯ୍ୟନ୍ତ ତାଙ୍କ ଗୁରୁଙ୍କର ଆଶୀର୍ବାଦ ବା କୃପା ନ ପାଇଛି ସେ ପର୍ଯ୍ୟନ୍ତ ସେ ଭଗବତ ବ୍ୟାଖ୍ୟା କରିପାରିବନି ବା ଭାଗବତମ କହିପାରିବନି। ଗୁରୁଙ୍କର ଆଶୀର୍ବାଦ ଟା ଫାଷ୍ଟ, କାରଣ ସେଥିରେ ସେ କୃପାଟା ପାଏ।
ଆଉ ଏଠି ସୁତ ଗୋସ୍ୱାମୀଙ୍କୁ ସମସ୍ତେ ଏଇଥିପାଇଁ ପ୍ରାର୍ଥନା କରୁଛନ୍ତି ଯେ ଆପଣ ଆପଣଙ୍କର ଗୁରୁଙ୍କର କୃପା ପ୍ରାପ୍ତ ହେଇଛନ୍ତି। ଆଉ ଗୁରୁଙ୍କର କୃପା କାହିଁକି ପ୍ରାପ୍ତ ହେଇଛନ୍ତି ନା ବେଥତ୍ୱମ୍ ସୌମ୍ୟ ତତ୍ସର୍ବମ୍ ତତ୍ପ୍ରସାଦା ତତ୍ତସ୍ତଦନୁଗ୍ରହାତ୍। ନା ଆପଣ ଏଥିପାଇଁ ତାଙ୍କର କୃପା ପ୍ରାପ୍ତ ହେଇଛନ୍ତି କାହିଁକି ନା ଆପଣ ହେଲେ ବହୁତ ହମ୍ବଲ ସବମିସିଭ। ଆପଣଙ୍କର ପ୍ରାଉଡନେସ୍ ନାହିଁ। ଆପଣ ବହୁତ ଦୀନ। ତ ଆପଣ ଗର୍ବ ନାହିଁ ଆପଣଙ୍କର। ତେଣୁକରି ଆପଣ ସମସ୍ତଙ୍କର କୃପା ପ୍ରାପ୍ତ ହେଇଛନ୍ତି। ଆପଣଙ୍କର ଗୁରୁଙ୍କର ବି କୃପା ପ୍ରାପ୍ତ ହେଇଛନ୍ତି। ଆଉ ସେଥିପାଇଁ ଆପଣ ଆଜି ଯେହେତୁ କୃପା ପ୍ରାପ୍ତ ହେଇଛନ୍ତି ଆପଣ ସବୁ ଜାଣିଛନ୍ତି। ତ ତେଣୁ ତାଙ୍କୁ ରିକ୍ୱେଷ୍ଟ କରାହଉଛି। ଏଇଟା କାହିଁକି ଇମ୍ପୋର୍ଟାଣ୍ଟ, ଏଇଟା ଆମେ କାହିଁକି କହୁଛେ ନା ଶ୍ରୀମଦ୍ ଭାଗବତମ ଟା କିଏ କହୁଛନ୍ତି ସେଟା ଜାଣିବା। ଫାଷ୍ଟ ବେସ୍ ନ ଜାଣିଲେ ଆମେ ଆଗକୁ ବୁଝିପାରିବାନି। ମଝିରେ ସୁତ ଉବାଚ ଆସି ଯାଉଥିବ, ମଝିରେ ସୌନକ ଉବାଚ ଆସି ଯାଉଥିବ, ମଝିରେ ସୁଖଦେବ ଆସି ଯାଉଥିବ, ମଝିରେ ପରୀକ୍ଷିତ ଆସୁଥିବ। ତ ମାଇଣ୍ଡରେ କନଫ୍ୟୁଜନ ଆସିବ ଯେ ଏଠିରେ ସୁତ କୋଉଠୁ ଆସିଲେ, ସୌନକ କୋଉଠୁ ହେଲେ। ତ ଆମେ ଏଇଟା ବେସ୍ ଟା ଜାଣିଲେ ଆମେ ଶ୍ରୀମଦ୍ ଭାଗବତମ ଆଗରେ ସବୁ ବୁଝିପାରିବା। ତ ସୁତ ଗୋସ୍ୱାମୀଙ୍କୁ ଏମାନେ ରିକ୍ୱେଷ୍ଟ କରୁଛନ୍ତି, ସୌନକ ମାନେ କୋଉଠି ନିମିଷାରଣ୍ୟରେ। ଆପଣ ଅନେକ ବର୍ଷ ଧରି ସେମାନଙ୍କର କୃପା ପ୍ରାପ୍ତ ହୋଇ ରହିଛନ୍ତି। ଅତଏବ କୃପା କରି ଆମ୍ଭମାନଙ୍କୁ କୁହନ୍ତୁ ସାଧାରଣ ଲୋକଙ୍କର ପରମ ଲାଭ ଏବଂ ଆତ୍ୟନ୍ତିକ କଲ୍ୟାଣ ନିମିତ୍ତ ଆପଣ କଣ ନିଶ୍ଚୟ କରିଅଛନ୍ତି। ତ ତାଙ୍କର ପ୍ରଶ୍ନ କଣ ଥିଲା? ସୌନକ ଆଦି ଋଷିଙ୍କର, ସମସ୍ତ ଋଷି ଥିଲେ ଭାରତ ବର୍ଷର ସମସ୍ତ ଋଷି ସେଇଠି ଏକଠା ହେଇଥିଲେ। କଳି ଯୁଗ ଆରମ୍ଭ ହବ ନା, ସେ ଯଜ୍ଞ କରୁଛନ୍ତି କାରଣ ସମସ୍ତେ ଛାଡିକି ଯିବେ। ତ ସମସ୍ତଙ୍କର ପ୍ରଶ୍ନ ଟା କଣ? ସେମାନେ ବାଛିଲେ ତାଙ୍କ ଠାରୁ ସବୁଠୁ ମେନ୍ ଲୋକକୁ ବାଛିଲେ ସୁତ ଗୋସ୍ୱାମୀଙ୍କୁ। ଆଉ ତାଙ୍କୁ କାହିଁକି ମେନ୍ କରାହେଲା, କାହିଁକି ହେଡ୍ କରାହେଲା ନା କାହିଁକି ନା ସେ ହେଲେ ବହୁତ ବିନୟୀ, ବହୁତ ହମ୍ବଲ। ସେଇଟା ତାଙ୍କର ମେନ୍ କ୍ୱାଲିଫିକେସନ। ତାପରେ ସେ କୃପା ପ୍ରାପ୍ତ ହେଇଛନ୍ତି ବ୍ୟାସଦେବ ସୁଖଦେବ ଗୋସ୍ୱାମୀଙ୍କର, ସମସ୍ତଙ୍କର ସବୁ ଆଚାର୍ଯ୍ୟ ମାନଙ୍କର। ତେଣୁ କରି ତାଙ୍କୁ ହେଡ୍ କରାହେଲା ଆଉ ତାଙ୍କୁ ପ୍ରଶ୍ନ କରାଗଲା। ତ ପ୍ରଶ୍ନ କଣ ପଚାରୁଛନ୍ତି ନା ସାଧାରଣ ଲୋକଙ୍କର ପରମ ଲାଭ ଏବଂ ଆତ୍ୟନ୍ତିକ କଲ୍ୟାଣ ନିମିତ୍ତ ଆପଣ କଣ ନିଶ୍ଚୟ କରିଅଛନ୍ତି। ଆପଣ ଆମକୁ କୁହନ୍ତୁ ଯେ ଯେହେତୁ ଏବେ କଳିଯୁଗ ଆରମ୍ଭ ହବ ତ ସାଧାରଣ ଜୀବ ମାନେ କେମିତି କୃପା ପ୍ରାପ୍ତ ହେବେ। ଏଇଟା ଆମେ ପଢୁଥିଲେ ନା ମ୍ୟାଚଲେସ୍ ଗିଫ୍ଟରେ ପଢୁଥିଲେ ନା ଏଠି ଏ ସେକେଣ୍ଡ ଚାନ୍ସରେ ପଢୁଥିଲେ ଯେ ଯିଏ ବୈଷ୍ଣବ ସେ ସବୁବେଳେ ପର ଦୁଃଖେ ଦୁଃଖୀ। ବୈଷ୍ଣବ ସବୁବେଳେ ଆ, ସେ ସବୁବେଳେ ପ୍ରସନ୍ନ। କାହିଁକି ନା ତାର କିଛି ଅଭାବ ନାହିଁ। ଯେ କୃଷ୍ଣଙ୍କୁ ପାଇଯାଇଛି ତାର କିଛି ଅଭାବ ରହିପାରିବନି। ଯେପର୍ଯ୍ୟନ୍ତ ଆମେ କୃଷ୍ଣଙ୍କୁ ପାଇନୁ, ତାଙ୍କର ପାଦ ପଦ୍ମ ପାଇନୁ, ଆମର ଏଇ ଜଗତରେ ଅଭାବ ରହିବ। ତ ଯିଏ ଭକ୍ତ, ଯିଏ ବୈଷ୍ଣବ, ସେ କୃଷ୍ଣଙ୍କୁ ପାଇଯାଇଛି, ତାର କିଛି ଅଭାବ ନାହିଁ ଏଠିରେ। ସେ ଆଉ କିଛି ଆଶା କରେନି। ଭଗବତ ଗୀତାରେ ଭଗବାନ କହିଲେ ନା ଯେ न ଶୋଚତି न କାଙ୍କ୍ଷତି। ସେ କିଛି କୁ ଲେମେଣ୍ଟେସନ କରେନି। ଓହୋ ମୋର ଏଇଟା ହେଇଥିଲେ ଭଲ ହେଇଥାନ୍ତା, ଏଇଟା କି କିଛି ଆଶା କରେନି ଯେ ମତେ ଆହୁରି ଏଇଟା ମିଳୁ ସେଇଟା ମିଳୁ ନା। ହଁ, ବ୍ରହ୍ମଭୂତ ପ୍ରସନ୍ନାତ୍ମା न ଶୋଚତି न କାଙ୍କ୍ଷତି। ଯେ ବ୍ରହ୍ମକୁ ପାଇଯାଇଛି ସେ ପ୍ରସନ୍ନ ଆତ୍ମା। ସେ ନା କିଛି ଚାହେଁ, ଆଉ କିଛି ତାକୁ ଦରକାର ନାହିଁ, ତାର କିଛି ଅଭାବ ନଥାଏ। ତ ଏଇଥିରେ ଅ, ଯେହେତୁ ଏଇ ବୈଷ୍ଣବ ମାନେ ସମସ୍ତେ ସେମାନେ ନିଜ ପାଇଁ କିଛି ମାଗୁନାହାନ୍ତି, ସେମାନେ ମାଗୁଛନ୍ତି ସାଧାରଣ ଲୋକଙ୍କ ପାଇଁ। ସେମାନେ ଏବେ କଳିଯୁଗ ଆରମ୍ଭ ହବ, ସେମାନେ କଣ କରିବେ? ଏଠି ସବୁବେଳେ ଦୁଃଖରେ ରହିବେ। ସେମାନେ ଜାଣି ବି ପାରିବେନି ଯେ ଆମେ ଦୁଃଖରେ ଅଛୁ ବୋଲି। ଦେଖୁଛନ୍ତି ନା ଆମେ କେମିତି ଲୋକମାନେ କେତେ କଷ୍ଟ ପାଉଛନ୍ତି, କିନ୍ତୁ ଫେର ବି କଣ ଛାଡି ପାରୁଛନ୍ତି ଘର? ସେ ପୁଅ ଲାତ ମାରୁଛି, ବୋହୂ ଲାତ ମାରୁଛି, ସବୁ ଲାତ ମାରୁଛନ୍ତି, କିନ୍ତୁ ସେଇ ବୁଢା ଟା କଣ କରୁଛି ନା ବସିକି ମୋବାଇଲ ଦେଖିବ। ସେ ଛୁଆ ମାନଙ୍କ ସବୁବେଳେ ମାନେ ଯୋଉ କହନ୍ତି ନିର୍ଲଜ, ନିର୍ଲଜ ଆମେ ହେଇଯାଉଛେ। କାହିଁକି ନା ଆମର ଆସକ୍ତି ଟା ଅଛି। ହଁ, ଏତେ ଦୁଃଖ ପାଉଥିଲେ ମଧ୍ୟ ଛାଡି ପାରୁନେ। ଆମେ ଜାଣିଛେ ଯେ ମାୟରେ ଆମେ ଦୁଃଖ ପାଇବା, ଫିର ବି ଆମେ ତାକୁ ଛାଡୁନେ। ଚୋର ଜାଣିଛି ମୁଁ ଜେଲ ଗଲେ ବହୁତ କଷ୍ଟ ହବ, ଚୋରି କଲେ ଦଣ୍ଡ ପାଇବି, ଫିର ବି ଚୋରି ଛାଡି ପାରୁନି। ହଁ, କାହିଁକି ନା ଆମର ଆସକ୍ତି ଟା ରହିଯାଇଛି, ଆମର ଅଜ୍ଞାନତାରେ ପଡିଛେ। ତ ସେଇ ଜୀବ ମାନଙ୍କ ପାଇଁ ସବୁବେଳେ ଯୋଉ ଜୀବ ମାନେ ବୈଷ୍ଣବ ମାନେ ସେମାନେ ଭାବନ୍ତି ଆରେ ଏମାନେ ଏତେ ଦୁଃଖ ପାଉଛନ୍ତି ଆଉ ଜାଣି ପାରୁନାହାନ୍ତି ଯେ ଏମାନେ ଦୁଃଖ ପାଉଛନ୍ତି ବୋଲି। ତ ତାଙ୍କର ଉପକାର କେମିତି ହେବ?
ସେଇଟା ହେଲା ଜଣେ ଶୁଦ୍ଧ ସାଧୁଙ୍କର ଅ, ଏକମାତ୍ର ଚିନ୍ତା। ତା ନିଜ ପାଇଁ କିଛି, ତାର କିଛି ଅଭାବ ନାହିଁ। ସେ କେବଳ ଲୋକଙ୍କର କଥା ଭାବେ। ସେ ହେଲା ଶୁଦ୍ଧ ସାଧୁ। ତ ସେଇଭଳିଆ ସାଧୁ ଏମାନେ ସମସ୍ତେ ଯଜ୍ଞ କରୁଛନ୍ତି ସାଧାରଣ ଲୋକଙ୍କ ପାଇଁ। ତେଣୁକରି ସୁତ ଗୋସ୍ୱାମୀଙ୍କୁ ପଚାରୁଛନ୍ତି ଯେ ସାଧାରଣ ଲୋକଙ୍କର ମଙ୍ଗଳ କଣ ହବ, ଆପଣ କଣ ଜାଣିଛନ୍ତି ସେଟା କୁହନ୍ତୁ। କେମିତି ସାଧାରଣ ଲୋକ ମଙ୍ଗଳ ହେଇପାରିବ। ହଁ, ଆଉ ସେଟା ସୁତ ଗୋସ୍ୱାମୀ କହିବେ ଯେ କେମିତି ସାଧାରଣ ଲୋକ ମଙ୍ଗଳ ହେଇପାରିବ। ଆଉ ଆମେ ସବୁ ସାଧାରଣ ଲୋକ ଗୁଡାକ ଏଇ କଳି ଯୁଗରେ ପଡିକି ଅଛେ। ତ ଆମର ମଙ୍ଗଳ କଥାଟା ଏଠିରେ ଦିଆ ହଉଛି। ସୁତ ଗୋସ୍ୱାମୀ କୁ କାହିଁକି ଦିଆହେଲା? କାରଣ ସେ କୃପା ପ୍ରାପ୍ତ। ସେ ସବୁ ବଡ ସନ୍ନ୍ୟାସୀ ଆଚାର୍ଯ୍ୟ ମାନଙ୍କର ସଙ୍ଗ ଲାଭ କରିଛନ୍ତି। ବ୍ୟାସଦେବ, ସୁଖଦେବ ସମସ୍ତଙ୍କର ସଙ୍ଗ ଲାଭ କରିଛନ୍ତି। ତେଣୁ ତାଙ୍କୁ ପଚରା ହେଲା ଯେ କଣ ସାଧାରଣ ଲୋକଙ୍କ ପାଇଁ କଣ ମଙ୍ଗଳମୟ, ଆପଣ କଣ ଭାବିଛନ୍ତି କୁହନ୍ତୁ। କାରଣ ଆପଣ ଯାହା ଜାଣିଛନ୍ତି ସେଇଟା ହିଁ ଶ୍ରେୟ। ତ ଆମେ ସେଇଟା ମାନିବାକୁ ପଡିବ ଯେ ସୁତଦେବ ଗୋସ୍ୱାମୀ ଯାହା କହୁଛନ୍ତି ସେଇଟା ଆମ ପାଇଁ ମଙ୍ଗଳ। ତ ସେ ଶ୍ରୀମଦ୍ ଭାଗବତମ କହିବେ। କାହିଁକି ନା ୟାଠାରୁ ବଡ ମଙ୍ଗଳମୟ, ଆଉ ଦିସ୍ ଇଜ ଦ ଓନଲି ଅସ୍ପିସିୟସ୍ ଆକ୍ଟିଭିଟି ଇନ୍ କଲିଯୁଗ। କଲିଯୁଗରେ କେବଳ ଗୋଟେ ମାତ୍ର ଶୁଭ କାର୍ଯ୍ୟ ହେଲା ଶ୍ରୀମଦ୍ ଭାଗବତମ ଶୁଣିବା, ଶ୍ରବଣମ ଶ୍ରବଣମ ଶ୍ରୀମଦ୍ ଭାଗବତମ। ଆଉ କିଛି ନାହିଁ, ବାକି ସବୁ କୈଟବ ଧର୍ମ। କାହିଁକି ନା ଶ୍ରୀମଦ୍ ଭାଗବତମ ସ୍ୱୟଂ କୃଷ୍ଣ, କୃଷ୍ଣଙ୍କଠୁ ଅଭିନ୍ନ। ତ ଆଚ୍ଛା, ଆମର 6 ମିନିଟ ରହିଲା। କାହାର କଣ ପ୍ରଶ୍ନ ଅଛି କି? ଏ ପ୍ରଶ୍ନ ନାହିଁ ତାହେଲେ ଆମେ ଏଠି ଆଉ ଟିକେ ପଢିଦବା। କିଛି ପ୍ରଶ୍ନ ଅଛି? କିଛି ନାହିଁ? ତାହେଲେ ଆମେ ଆଉ ଟିକେ ପଢିଦବା। ଆଉ କିଛି ନାହିଁ 5 ପ୍ରଭୁଜୀ, କଣ୍ଟିନ୍ୟୁ କରନ୍ତୁ। ଆଜ୍ଞା ଆଜ୍ଞା, ଆଉ 5 ମିନିଟ ପଢିଦବା ତାପରେ କ୍ଲାସଟା ଇଏ ହବ। ତ ଶ୍ଲୋକ 10 ରେ ପଚାରୁଛନ୍ତି, ହେ ବିଦ୍ୱାନ, ଏ କଳି ଯୁଗରେ ମନୁଷ୍ୟମାନେ ପ୍ରାୟ ଅଳ୍ପାୟୁଷ ଅଟନ୍ତି। ସେମାନେ କଳହପ୍ରିୟ, ଆଳସ୍ୟପରାୟଣ, ମାର୍ଗଭ୍ରଷ୍ଟ ଏବଂ ହତଭାଗୀ ଅଟନ୍ତି, ହତଭାଗା ଅଟନ୍ତି। ଏବଂ ଏତଦ୍ ବ୍ୟତୀତ ସେମାନେ ସର୍ବଦା ଅଶାନ୍ତ ଓ ଉପଦ୍ରୁତ ଅଟନ୍ତି। ତ ସେଇ ଋଷିମୁନି ମାନଙ୍କର କନସର୍ନ, ସେମାନେ ଉଁ, ପଚାରୁଛନ୍ତି ଯେ ଏଇ କଳି ଯୁଗରେ ସବୁ ଲୋକଙ୍କର ସିମ୍ପଟମ ଗୁଡାକ କହୁଛନ୍ତି ଯେ ସମସ୍ତେ ଅଳ୍ପାୟୁଷ। ଆମର ଆୟୁଷ କେତେ ଅଳ୍ପ ଦେଖନ୍ତୁ। ଆଁ କେମିତି ଛୋଟ ଥିଲୁ, କେତେ ବୋଲେ ବଡ ହେଇଗଲୁ ସମୟ ଜାଣି ହଉନି। କାରଣ 70 ବର୍ଷ କିଛି ନୁହଁ। ଦେବତା ମାନଙ୍କର ଆୟୁଷ କଳ୍ପ କଳ୍ପ, କିନ୍ତୁ ସେମାନେ ମଧ୍ୟ ତାଙ୍କର ମଧ୍ୟ ମୃତ୍ୟୁ ଭୟ। କାହିଁକି ନା ସେଟା ବି ସରିଯିବ ଦିନେ। ସମୟ କେମିତି ଯାଉଛି ଆମେ ଜାଣି ପାରୁନି। ଆଉ ବହୁତ କମ ସମୟ, ଯେତେବେଳେ କଳି ଯୁଗ ସରିବାକୁ ହବ ଆଉ 4 ଲକ୍ଷ ବର୍ଷ ପରେ, ସେ ସମୟରେ ମନୁଷ୍ୟର ଜୀବନ 25 ବର୍ଷ ଏମିତି ହେଇଯାଇଥିବ। 25 ବର୍ଷ ଭିତରେ ସେ ବାହା ହଉଥିବ, ଛୁଆ ପିଲା ହଉଥିବେ, ଆଉ ବୁଢା ହେଇକି ମରୁଥିବ ସେ। ଏମିତିଆ ପାପର ବୃଦ୍ଧିରେ ଆୟୁଟା କ୍ଷୀଣ ହେଇତେ ଯିବ। ନା, ପ୍ରଥମେ 100 ବର୍ଷ ଥିଲା କଳି ଯୁଗରେ, କିନ୍ତୁ ଆୟୁଟା କ୍ଷୀଣ ହେଇ ଏବେ 70 60 ଏଟା ଏଭରେଜ ବର୍ଷ ହେଇଗଲାଣି। ତ ଅଳ୍ପାୟୁଷ ରହିବ। କଳହ ପ୍ରିୟ, ଯୁଆଡେ ଦେଖନ୍ତୁ ସେଆଡେ କଳହ। କିଏ ପାର୍କିଂ କୁ ନେଇକି ଲଢେଇ ଝଗଡା ହେଇକି ମର୍ଡର ହେଇଗଲାଣି। ଆ, ଛୋଟ ଛୋଟ କଥା ମାନଙ୍କରେ ମର୍ଡର ହେଇଯାଉଛି। ଛୋଟ ଛୋଟ କଥା ମାନଙ୍କରେ ବହୁତ ବଡ ବଡ କାଣ୍ଡ ସବୁ ହେଇଯାଉଛି। କାହିଁକି? କାହିଁକି ନା ଏଇ ଜଷ୍ଟ କଳହ ପ୍ରିୟ, ସମସ୍ତେ କଳହ ପ୍ରିୟ। ଆଳସ୍ୟ ପରାୟଣ, କିଏ ଆଉ ଯେତେ ନିୟମ ଗୁଡା ଦିଆ ହେଇଛି କେମିତି ଆମେ ଆ, ଶୌଚ ରହିବା, ଏସବୁ ଆଉ କେହି ପାଳନ କରୁନାହାନ୍ତି। ସବୁ ଆଳସ୍ୟ ପ୍ରିୟ ହେଇଗଲେଣି। ସବୁ ଖାଲି କେମିତି ବସି ଖାଇବା, କେମିତି ଇଜି ମନି ଆସିବ, ସେୟାର ମାର୍କେଟରେ ଲଗାଅ। ସରକାର ଲେଖୁଛି 97% ଫେଲୁଅର ହୁଅନ୍ତି ଏଠିରେ, ଫେର ବି ଲୋକ ସେଇଠି ଲଗେଇବେ ଆଉ ପଇସା ବୁଡେଇବେ। ଲୋକଙ୍କର ନିଶା ଲକ୍ଷ ଲକ୍ଷ ଟଙ୍କା ସେଥିରେ ବୁଡେଇବେ। କାହିଁକି ନା ଆଳସ୍ୟ ପ୍ରିୟ, ସମସ୍ତଙ୍କୁ ଇଜି ମନି ଦରକାର। ସବୁ ଲୋକ ଆସୁଛନ୍ତି, କଣ ସେଟା ଚିଟ ଫଣ୍ଡ, ସେ ଠକି ଚାଲିଛନ୍ତି। ଫେର ବି ଲୋକ ସେଥିରେ ପଡୁଛନ୍ତି, କାହିଁକି ନା ଆଳସ୍ୟ ପ୍ରିୟ ସମସ୍ତେ। ପରିଶ୍ରମ କରିବାକୁ କେହି ନାରାଜ, ଇଜି ମନି ଦରକାର ସମସ୍ତଙ୍କୁ। ମାର୍ଗ ଭ୍ରଷ୍ଟ, କଣ ଭଲ କଣ ଖରାପ ଆମେ କିଛି ଜାଣିପାରିବାନି ସବୁ। ଆଉ ହତଭାଗା ଗୁଡା ସବୁ, ସମସ୍ତଙ୍କର ଭାଗ୍ୟ ମନ୍ଦ, ମନ୍ଦ ଭାଗ୍ୟ। ଭଲ ମାନେ କିଏ ଏମିତି ଲୋକ ନାହିଁ ଯେ ଖାଲି ସୁଖରେ ରହିବ ଏଠିରେ। ଆଗ ରହୁଥିଲେ, ଆଗ ସୁଖ ବହୁତ ସୁଖରେ ରହୁଥିଲେ ଲୋକମାନେ ଅନ୍ୟ ଯୁଗ ମାନଙ୍କରେ। ସେଥିପାଇଁ ଭକ୍ତି ପାଇବାଟା ମୁସ୍କିଲ ହେଇଯାଉଥିଲା। ଏଇ ଯୁଗରେ ସୁଖରେ କେହି ରହୁନାହାନ୍ତି, ସମସ୍ତେ ଦୁଃଖରେ। ଫିର ବି ଭକ୍ତି କରୁନାହାନ୍ତି, କାହିଁକି ନା କଳି ଯୁଗଟା।
ଏ ଅନ୍ୟ ଯୁଗ ମାନଙ୍କରେ ଯଦି ଏତେ ଦୁଃଖ ମିଳିବ ଗୋଟେ ଲୋକକୁ, ଯେତେ ଦୁଃଖରେ ଏବେ ଲୋକ ଅଛନ୍ତି, ଖାଲି ଟେନସନ ଟେନସନ ରେ ଜୀବନ ଯାଉଛି। ଛୋଟ ବେଳୁ ଆ, ଖେଳ ସମୟଟା, ଛୋଟ ଛୁଆ ମାନଙ୍କର ଖେଳ ପ୍ରିୟ ସେମାନେ, କିନ୍ତୁ ତାଙ୍କୁ ଖେଳିବାକୁ ଦିଆ ହଉନି। ତାଙ୍କୁ ସମୟ ପଢିବ, ଆଉ ଏତେ କୋର୍ସ, ହାର୍ଡ କୋର୍ସ ଯେ ସେମାନେ ମାନେ ଦିନ ରାତି ପଢିଲେ ମଧ୍ୟ ସେ ପାଠ ସରିବନି। ଗୋଟେ ମାର୍କ ପାଇଁ କମି ଯାଉଛନ୍ତି। ତ କେତେ ପ୍ରେସର ଛୋଟ ଛୋଟ ଛୁଆ ମାନଙ୍କୁ। ଆମେ ଛୁଆ ବେଳେ ଏତେ ପ୍ରେସର ନଉନଥିଲୁ। ପ୍ରେସର ଥିଲା ଅଳ୍ପ ଅଧେ, କିନ୍ତୁ ଏତେ ନଥିଲା। କିନ୍ତୁ ଆଜିକାଲିର ଛୁଆ ମାନେ କେତେ ପ୍ରେସରରେ ରହୁଛନ୍ତି। ସେ ଟିକେ ବଡ ହେବେ, ପାଠ ସରିବ, ଚାକିରିର ପ୍ରେସର। ଚାକିରି ପରେ ବାହାଘର ହେବେ, ପୁଣି ପତି ପତ୍ନୀ ଅଣ୍ଡରଷ୍ଟାଣ୍ଡିଂ, ଏସବୁ ପ୍ରେସର, ଏସବୁ ଇଏ। ପୁତ୍ର ଆସିଲା, ପୁତ୍ରର ଯତ୍ନ କରିବେ, ସେ ସବୁ ପ୍ରେସର। ତାପରେ ଏଇ ପ୍ରେସରରେ ଡାଇବେଟିସ ବାହାରୁଛି, ହାର୍ଟ ଡିଜିଜ ବାହାରୁଛି, ଗୁଡାଏ ରୋଗ ବାହାରୁଛି, ଆଉ ମୃତ୍ୟୁବରଣ କରୁଛେ। ତା ମଧ୍ୟରେ ଆକ୍ସିଡେଣ୍ଟ ଅଛି, ହଜାରେ ଅଛି, କୋଭିଡ ଅଛି, କେତେ କଣ ମଲେଣି। ସବୁବେଳେ ଭାଗ୍ୟଟା ସବୁବେଳେ ଖରାପ। ବଡ ବଡ ଲୋକ ସବୁ ହଠାତରେ ମରି ଯାଉଛନ୍ତି। କେତେ ବଡ, କେତେ ନାଁ କମେଇଲା, କେତେ ପଇସା କମେଇଲା, କିନ୍ତୁ ଅକାଳ ମୃତ୍ୟୁ ହେଇଗଲା। କଣ କରିବା? ଏଇ ଯୋଉ ଆମ ଟାଟାର ସିଇଓ ଥିଲା, ଟାଟା କମ୍ପାନୀର ସିଇଓ, ୱାର୍ଲଡ ର ଟପ୍ ମୋଷ୍ଟ, ୱାନ୍ ଅଫ ଦ ଟପ୍ ମୋଷ୍ଟ, ଇଣ୍ଡିଆର ଟପ୍, ଟାଟା କମ୍ପାନୀର ସିଇଓ କି ମିସ୍ତ୍ରୀ ତା ନା। ୟଙ୍ଗ ଏଜ ରେ ସେ ଯାଉଛି, କାର ଆକ୍ସିଡେଣ୍ଟ ରେ ମରିଗଲା। କେତେ ଶହ ଶହ, ହଜାର ହଜାର କୋଟି ତାର ସମ୍ପତ୍ତି। କଣ କରିବ? କେତେ ମନ୍ଦ ଭାଗ୍ୟ କୁହନ୍ତୁ। ଏତେ ସମ୍ପତ୍ତି ଥାଇକି ଭୋଗି ପାରିଲାନି, ଆକ୍ସିଡେଣ୍ଟ ହେଇଗଲା। ଏମିତିଆ ବହୁତ ଲୋକ। କେଫେ କଫି ଡେ ର ମାଲିକ, ସେ ସୁଇସାଇଡ କରିଦେଲା। ୟଙ୍ଗ ଏଜ ଗୁଡାକ, କିଛି ଏଜ ହେଇନି ତାଙ୍କର, ଭୋଗିବା ସମୟରେ ସବୁ ମରି ଯାଉଛନ୍ତି। ତାହେଲେ ଏମିତି ମନ୍ଦ ଭାଗ୍ୟ ଏଇ ଜଗତରେ। ଆମେ ବା କଣ କହିବା? ଆମେ ସବୁ ସମସ୍ତଙ୍କର ମନ୍ଦ ଭାଗ୍ୟ। ଓହୋ, ସମୟ ହେଇଗଲାଣି। ତ ଆମେ ଏଇ ଆଉ ଟିକେ ଅଛି, ଏଇଟା ଛୋଟ ଚାପ୍ଟର ଟା, ଏଇଟା ଆମେ କାଲି ଆଉ ଟିକେ ପଢିକି ଏଇଟା ସାରିଦବା। ଜଷ୍ଟ ମୁଁ କହିଯିବି, ସୋ ଦ୍ୟାଟ ଏଇଟା ବୁଝିଲେ ଆମକୁ ସୁବିଧା ହବ ଶ୍ରୀମଦ୍ ଭାଗବତମ ବୁଝିବାରେ। ସେ ଫାର୍ଷ୍ଟ ଚାପ୍ଟରରେ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ଗୁଡା ଦିଆଯାଇଛି। ଏଇଗୁଡାକ, ଏଇଗୁଡାକ ବୁଝିଲେ ଆମେ ପ୍ରପରଲି ବୁଝିପାରିବା ଶ୍ରୀମଦ୍ ଭାଗବତମକୁ। ଠିକ ଅଛି, ଆମର ସମୟ ହେଇଯାଇଛି, ଆମେ ରଖିବା ଏଠାରେ। ପୁଣି କାଲି ଏଇଟା